ଏକ ଦୂର ଜଙ୍ଗଲରେ ପଶୁ ଓ ପକ୍ଷୀମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଛୋଟ ଛୋଟ ଝଗଡ଼ା ଲାଗି ରହୁଥିଲା। କେହି କହୁଥିଲେ ପାଣି ଆମର, ଆଉ କେହି କହୁଥିଲେ ଜଙ୍ଗଲ ଆମର। ସେହି ଜଙ୍ଗଲର ରାଜା ଥିଲେ ସିଂହ। ଏହି ସବୁ ଝଗଡ଼ା ଦେଖି ବିଲୁଆ ଯାଇ ସିଂହଙ୍କ ପାଖରେ ସମସ୍ତ କଥା କହିଲା। ମହାରାଜ, ଆପଣଙ୍କ ପଶୁ ଓ ପକ୍ଷୀଙ୍କର ପାଣି ଆଉ ଜଙ୍ଗଲକୁ ନେଇ ଜୋରଦାର ଝଗଡ଼ା ହେଉଛନ୍ତି। ସିଂହ ଏକଥା ଶୁଣି କହିଲେ, ଏକ ସଭା ଡାକ। ବିଲୁଆ ଯାଇ ସମସ୍ତ ପଶୁ ଓ ପକ୍ଷୀ ମାନଙ୍କୁ ଡାକିଲା। ସମସ୍ତେ ଆସିଲେ। ଆମ ଭାରତବର୍ଷରେ ଏକ ସମ୍ବିଧାନ ଅଛି। ସେଥିରେ ସମସ୍ତଙ୍କୁ ସମାନ ଅଧିକାର ମିଳେ। ମନୁଷ୍ୟମାନେ ଜାନୁଆରୀ 26 ଦିନ ଗଣତନ୍ତ୍ର ଦିବସ ପାଳନ କରନ୍ତି, କାରଣ ସେମାନେ ନିୟମ ଓ ସମ୍ବିଧାନକୁ ମାନନ୍ତି। ଆମେ ବି ଆଜି ସେହି ଦିନକୁ ଅନୁସରଣ କରିବା। ରାଜାଙ୍କ କଥା ଶୁଣି ସମସ୍ତ ପଶୁ ଓ ପକ୍ଷୀ ଆଶ୍ଚର୍ଯ୍ୟ ହେଲେ। ସିଂହ କହିଲେ, ଆମେ ବି ଜାନୁଆରୀ 26କୁ ପାଳନ କରିବା। ତାପରେ ରାଜା ସିଂହ ଗୋଟିଏ ପତ୍ର ଉପରେ ଜଙ୍ଗଲର ସମ୍ବିଧାନ ଲେଖିଲେ। ସେଥିରେ ଲେଖା ଥିଲା, ଜଙ୍ଗଲ ଉପରେ ସମସ୍ତ ପଶୁ ଓ ପକ୍ଷୀଙ୍କର ସମାନ ଅଧିକାର ଅଛି। କେହି ଜଙ୍ଗଲକୁ ନଷ୍ଟ କରିବେ ନାହିଁ। ଶକ୍ତିଶାଳୀ ଦୁର୍ବଳଙ୍କୁ ସାହାଯ୍ୟ କରିବେ। ସମସ୍ୟା ଝଗଡ଼ାରେ ନୁହେଁ, କଥାବାର୍ତ୍ତାରେ ସମାଧାନ ହେବ। ସଭା ସରିଲା। ପରଦିନ ସକାଳେ ରାଜାଙ୍କ ପଛେ ପଛେ ସମସ୍ତ ପଶୁରେ ଚାଲିଲେ। ଗୋଟିଏ ବଡ଼ ଗଛ ତଳେ ସମସ୍ତେ ଏକାଠି ହେଲେ। ଫୁଲରେ ତିରଙ୍ଗା ଓ ମଞ୍ଚ ସଜାଗଲା। ରାଜା ସିଂହ ପତାକା ଉତ୍ତୋଳନ କଲେ। ପତାକା ଉତ୍ତୋଳନ ସହିତ ଭାରତ ମାତା ସଙ୍ଗୀତ ପରିବେଷଣ ହେଲା। जन गण मन अधिनायक जय हे भारत भाग्य विधाता। पंजाब सिंध गुजरात मराठा द्राविड उत्कल बंगा। विंध्य हिमाचल यमुना गंगा उच्चल जलधि तरंगा। तव शुभ नामे जागे, तव शुभ आशीष मागे। गाहे तव जय गाथा, जन गण मंगलदायक जय हे भारत भाग्य विधाता। जय हे जय हे जय हे जय 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 हे। ରାଜା ସିଂହ ଭାଷଣ ଦେଲେ। ଆଜି ଜାନୁଆରୀ 26 ଗଣତନ୍ତ୍ର ଦିବସ। ଏହି ପବିତ୍ର ଦିନରେ ମୁଁ ଜଙ୍ଗଲର ସିଂହ ସମସ୍ତ ପଶୁପକ୍ଷୀଙ୍କୁ ଏକ ସନ୍ଦେଶ ଦେବାକୁ ଚାହୁଁଛି। ଗଣତନ୍ତ୍ର ମାନେ ସମତା ଅଧିକାର, ଗଣତନ୍ତ୍ର ମାନେ ସ୍ୱାଧୀନତାର ଅଧିକାର, ଏବଂ ଗଣତନ୍ତ୍ର ମାନେ ସମସ୍ତଙ୍କର ଅଧିକାର। ଯେପରି ଭାରତ ଦେଶରେ ସମସ୍ତେ ଏକତାରେ ରହନ୍ତି, ସେପରି ଆମ ଜଙ୍ଗଲରେ ମଧ୍ୟ ସମସ୍ତେ ମିଳିମିଶି ରହିବା ଆବଶ୍ୟକ। ଆସ ଆମେ ପ୍ରତିଜ୍ଞା କରିବା, ଜଙ୍ଗଲକୁ ସୁରକ୍ଷା କରିବା, ଦୁର୍ବଳଙ୍କୁ ସାହାଯ୍ୟ କରିବା ଏବଂ ସତ୍ୟ ଓ ନ୍ୟାୟର ପଥରେ ଚାଲିବା। ଜୟ ଜଙ୍ଗଲ, ଜୟ ଏକତା, ଜୟ ଗଣତନ୍ତ୍ର। ଶେଷରେ ସମସ୍ତ ପଶୁ ପ୍ରତିଜ୍ଞା କଲେ, ଆମେ ସମସ୍ତେ ନ୍ୟାୟ ଓ ଶାନ୍ତିରେ ରହିବୁ। ସେହି ଦିନଠାରୁ ଜଙ୍ଗଲ ହେଲା ଏକ ସତ୍ୟ ଗଣତନ୍ତ୍ରୀୟ ଜଙ୍ଗଲ। ଜାନୁଆରୀ 26 ଦିନଟି ଜଙ୍ଗଲର ସବୁଠାରୁ ପବିତ୍ର ଦିନ ହେଲା।